ତାଙ୍କୁ ଯେତେବେଳେ 14 ବର୍ଷ ସେ ସେତେବେଳେ ପ୍ରେଗନେଣ୍ଟ, ତାଙ୍କୁ ଯେତେବେଳେ 15 ବର୍ଷ ସେ ସେତେବେଳେ ଛୁଆ ଜନ୍ମ କରିସାରିଲେଣି। ଆଇନକୁ ଯଦି ଆଇନଟାକୁ ଯଦି ଆପଣ ତର୍ଜମା କରିବେ, ଏହା କେବଳ ପୋକ୍ସୋ ନୁହେଁ, ଆମର ଏହା ମାନେ ରେପ୍ କମ୍ ମାନେ ପୋକ୍ସୋ। ସୋନାଲିଙ୍କର ବୟସ ଯେତେବେଳେ 13 ବର୍ଷ, ଗୋଟେ 13 ବର୍ଷର ଝିଅଟିଏ କୋଉଭଳି ଭାବରେ ମାନେ ଧର୍ଷଣର ଶିକାର ହେଇଛି, ତାର ଇଚ୍ଛା ବିରୁଦ୍ଧରେ ତା ସାଙ୍ଗେ ଶାରୀରିକ ସମ୍ପର୍କ ରଖାଯାଇଛି, ଆବର୍ଷଣ କରାଯାଇଛି ଏବଂ ପରିବାରର ବାପ ମା ସମସ୍ତଙ୍କୁ ନ ଜଣେଇ ସେ ଝିଅଟି ତାଙ୍କ ଯାହାର ହାତ ଧରିକି ପଳେଇ ଆସିଛି, ସେ କୋଉଭଳି ଭାବରେ ନିର୍ଯାତନା ପାଇଛି ଏବଂ ଗୋଟେ 14-15 ବର୍ଷର ଝିଅଟିଏ ତାର ପରିସ୍ଥିତି ମଧ୍ୟ ଚିନ୍ତା କରିବା ଦରକାର। ଯେତେବେଳେ ସେ ପରିବାର ଛାଡିକି ପଳେଇ ଆସୁଛି, ତା ପରିବାର ଲୋକମାନେ ତାକୁ ଗ୍ରହଣ କରୁନାହାନ୍ତି, ତା ଗାଁ ତାକୁ ଗ୍ରହଣ କରୁନି, ତା ସାହି ତାକୁ ଗ୍ରହଣ କରୁନି, ଯେମିତି ଗୋଟେ ବିରାଟ ବଡ ଧର୍ତ୍ତବ୍ୟ ଅପରାଧ ସେ କରିଛି, ତାର କିଛି ଭୁଲ ନଥାଏ। ଅନ୍ୟପଟେ ଶାଶୁ ଘର ଯାହାର ହାତ ଧରିକି ଆସୁଛି, ସେ ତାକୁ ଯାତ୍ରା ପାଟିରେ ଛାଡି ଦଉଛି, ଛାଡି ଦେଇକି ତା ବାଟରେ ପଳେଇ ଆସୁଛି। ଥରେ ଚିନ୍ତା କରନ୍ତୁ, ଗୋଟେ 15-16 ବର୍ଷ ଯଦି ତମର ଆସିବାର ଥିଲା ଯାତ୍ରା ପାଟିରୁ, ସାଙ୍ଗ ହେଇକି ଯେମିତି ଯାଇଥିଲ, ସାଙ୍ଗ ହେଇକି ପଳେଇ ଆସିଲନି, ପଳେଇ ଆସିଥାନ୍ତେ ସାଙ୍ଗ ହେଇକି ନା, ଗଲା। ତାପରେ ତାର ଯେ ବାପା ମା ସେମାନେ ବି କହୁଛନ୍ତି 18 ବର୍ଷ ପୂର୍ବରୁ ଏଠିକି ତୁ ଆସିବୁନି, କାହିଁକିନା ଆମ ନାଁରେ ପୋକ୍ସୋରେ କେସ୍ ହେବାର ବହୁତ ଚାନ୍ସେସ୍ ଅଛି। ସେ ଝିଅଟି କରିବ କଣ? ନିଜକୁ କୋଶ୍ଚିନ୍ କଲେ ତାର ଉତ୍ତର ପାଇପାରିବ। କୋଉଠି ସେମାନେ ଲଗା ଲଗି ହେଇକି ଥିଲେ ଯେ ଅଲଗା ହେବେ, ତ ଅଲଗା ଥିଲେ ଦୀର୍ଘ ଦିନ ଧରି। ସାରା ଓଡିଶା ଚାହିଁ ବସିଥିଲା କି ସେମାନେ ଏକାଠି ହେବେ, କେମିତି ହେବେ? ତାଙ୍କ ଘର ଲୋକଙ୍କ ହେଇଥିଲେ ହେଇପାରିଥାନ୍ତେ? ଗୋଟେ ନାବାଳିକା ଝିଅ ସହିତ ତାକୁ ଶାରୀରିକ ସମ୍ପର୍କ ରଖିବା, ଗୋଟେ ନାବାଳିକା ଝିଅକୁ ମାନେ କଣ ତା ସଙ୍ଗୀତ ତାର ଇଚ୍ଛା ବିରୁଦ୍ଧରେ ତା ସାଙ୍ଗେ ସମ୍ପର୍କ ରଖିବା ଏବଂ ପର ମୁହୂର୍ତ୍ତରେ ତାକୁ ଗୋଟେ ଯାତ୍ରା ପାଟିରେ ଛାଡି ଦେଇକି ପଳେଇ ଆସିବା, ହେଲେ ଏକାଠି ହେଇପାରିବେ? ଆଉ କେହି ଚାହୁଁନାହାନ୍ତି ନା, ଯଦି ଇଏ ଚାହୁଁନାହାନ୍ତି କି ସିଏ ବି ଚାହୁଁନାହାନ୍ତି ଆଉ, ବରଂ ତାଙ୍କ ମଝି ମାନେ ସେ ସାଇଲେଣ୍ଟ ହେଇକି ଥିଲେ, କେତେବେଳେ ନା କେତେବେଳେ ଗୋଟେ ଏଇଟା ଗୋଟେ ରିୟୁନିୟନ ହବାର ବହୁତ ଚାନ୍ସେସ୍ ମଧ୍ୟ ଥିଲା। ଯେହେତୁ ସୋସିଆଲ ମିଡିଆର ମାଧ୍ୟମରେ ତାଙ୍କର ଚରିତ୍ର ସଂହାର ହେଇସାରିଲାଣି ଏବଂ ଯୋଉଠି ଚରିତ୍ର ଦାଣ୍ଡରେ ପଡି ହାଟ ନିଲାମ ହେଇସାରିଲା ପରେ ଆଉ ଏଇଟା କଣ ଭାବୁଛନ୍ତି ରିୟୁନିୟନ ହବାର କୌଣସି ଚାନ୍ସେସ୍ ଅଛି? ହବାର ଚାନ୍ସେସ୍ ନାହିଁ। ଓକେ, ଯଦି ଦେଖିବା ୟା ପରେ ଇଏ କଣ ପୋକ୍ସୋ ଆକ୍ଟ ଲାଗିବ ଶ୍ରୀକ୍ଷେତ୍ରଙ୍କ ଉପରେ? ନିଶ୍ଚିତ ଭାବରେ, ଯେହେତୁ ସେ ନିଜେ ଆଡମିଟ୍ କରିସାରିଛନ୍ତି ସେ ଛୁଆଟା ତାଙ୍କର ବୋଲି, ଏବଂ ସେ ଆଡମିଟ୍ କରିଯାଇଛନ୍ତି ସେ ମ୍ୟାରେଜଟା ସତ ବୋଲି, ଏବଂ ସେ ଆଡମିଟ୍ କରିଯାଇଛନ୍ତି ତାଙ୍କର ଏଜ୍ଟା, ଛୁଆର ଏଜ୍ଟା ବୋଲି, ନିଶ୍ଚିତ ଭାବରେ ବର୍ତ୍ତମାନ ଯଦି ସୋନାଲିଙ୍କ ଏଜ୍ 27 ବର୍ଷ, ସେତେବେଳେ ତାଙ୍କ ବୟସ କେତେ ହେଇଥିଲା? -12। ହିସାବ କରନ୍ତୁ, ତାଙ୍କୁ ଯେତେବେଳେ 14 ବର୍ଷ ସେ ସେତେବେଳେ ପ୍ରେଗନେଣ୍ଟ, ତାଙ୍କୁ ଯେତେବେଳେ 15 ବର୍ଷ ସେ ସେତେବେଳେ ଛୁଆ ଜନ୍ମ କରିସାରିଲେଣି। ଆଇନକୁ ଯଦି ଆଇନଟାକୁ ଯଦି ଆପଣ ତର୍ଜମା କରିବେ, ଏହା କେବଳ ପୋକ୍ସୋ ନୁହେଁ, ଆମର ଏହା ମାନେ ରେପ୍ କମ୍ ମାନେ ପୋକ୍ସୋ। ତ ସେତେବେଳେ ଯଦି ଏଇ କଥାରେ ସୋନାଲି କିଛି ସ୍ୱର ଉଠେଇ ନଥିଲେ, ଏବେ କାହିଁକି ସ୍ୱର ଉଠେଇଲେ ଯେ ମତେ ରେପ୍ କରାଗଲା, ମତେ ଏସବୁ କରାଯାଇଛି? ଦୁନିଆରେ ଅନେକ ଘଟଣା ଘଟେ ଯେତେବେଳେ ପରିସ୍ଥିତି ଆପଣଙ୍କୁ ବାଧ୍ୟ କରେ ସାଇଲେଣ୍ଟ ରହିବା ପାଇଁ, ଆଉ ବେଳେ ବେଳେ ଏଭଳି ସିଚୁଏସନ ଆପଣଙ୍କୁ ଆସେ ଯେତେବେଳେ ଆପଣ ବଦନାମ ହୁଅନ୍ତୁ ପଛେ ସବୁ ସତ ଓଗାଳିବାକୁ ପଡେ। କାହିଁକି? ସମାଜ ଆଗରେ କେହି ଏପର୍ଯ୍ୟନ୍ତ ଜାଣିନଥିଲେ ସୋନାଲିଙ୍କର ବୟସ ଯେତେବେଳେ 13 ବର୍ଷ, ଗୋଟେ 13 ବର୍ଷର ଝିଅଟିଏ କୋଉଭଳି ଭାବରେ ମାନେ ଧର୍ଷଣର ଶିକାର ହେଇଛି, ତାର ଇଚ୍ଛା ବିରୁଦ୍ଧରେ ତା ସାଙ୍ଗେ ଶାରୀରିକ ସମ୍ପର୍କ ରଖାଯାଇଛି, ଆବର୍ଷଣ କରାଯାଇଛି ଏବଂ ପରିବାରର ବାପ ମା ସମସ୍ତଙ୍କୁ ନ ଜଣେଇ ସେ ଝିଅଟି ତାଙ୍କ ଯାହାର ହାତ ଧରିକି ପଳେଇ ଆସିଛି, ସେ କୋଉଭଳି ଭାବରେ ନିର୍ଯାତନା ପାଇଛି ଏବଂ ଗୋଟେ 14-15 ବର୍ଷର ଝିଅଟିଏ ତାର ପରିସ୍ଥିତି ମଧ୍ୟ ଚିନ୍ତା କରିବା ଦରକାର। ଯେତେବେଳେ ସେ ପରିବାର ଛାଡିକି ପଳେଇ ଆସୁଛି, ତା ପରିବାର ଲୋକମାନେ ତାକୁ ଗ୍ରହଣ କରୁନାହାନ୍ତି, ତା ଗାଁ ତାକୁ ଗ୍ରହଣ କରୁନି, ତା ସାହି ତାକୁ ଗ୍ରହଣ କରୁନି, ଯେମିତି ଗୋଟେ ବିରାଟ ବଡ ଧର୍ତ୍ତବ୍ୟ ଅପରାଧ ସେ କରିଛି, ତାର କିଛି ଭୁଲ ନଥାଏ। ଅନ୍ୟପଟେ ଶାଶୁ ଘର ଯାହାର ହାତ ଧରିକି ଆସୁଛି, ସେ ତାକୁ ଯାତ୍ରା ପାଟିରେ ଛାଡି ଦଉଛି, ଛାଡି ଦେଇକି ତା ବାଟରେ ପଳେଇ ଆସୁଛି। ଥରେ ଚିନ୍ତା କରନ୍ତୁ, ଗୋଟେ 15-16 ବର୍ଷ ଯଦି ତମର ଆସିବାର ଥିଲା ଯାତ୍ରା ପାଟିରୁ, ସାଙ୍ଗ ହେଇକି ଯେମିତି ଯାଇଥିଲ, ସାଙ୍ଗ ହେଇକି ପଳେଇ ଆସିଲନି, ପଳେଇ ଆସିଥାନ୍ତେ ସାଙ୍ଗ ହେଇକି ନା, ଗଲା। ତାପରେ ତାର ଯେ ବାପା ମା ସେମାନେ ବି କହୁଛନ୍ତି 18 ବର୍ଷ ପୂର୍ବରୁ ଏଠିକି ତୁ ଆସିବୁନି, କାହିଁକିନା ଆମ ନାଁରେ ପୋକ୍ସୋରେ କେସ୍ ହେବାର ବହୁତ ଚାନ୍ସେସ୍ ଅଛି। ସେ ଝିଅଟି କରିବ କଣ? ଥରେ ନିଜକୁ କୋଶ୍ଚିନ୍ କଲେ ତାର ଉତ୍ତର ପାଇପାରିବେ। କିନ୍ତୁ ଅଲରେଡି ତ ସୋନାଲିଙ୍କୁ ଏବେ 18 ବର୍ଷ ହେଇସାରିଲାଣି, 27 ବର୍ଷ, 27 ବର୍ଷ ହେଇସାରିଲାଣି, ପୁଣି ଏବେ କେମିତି ଲାଗିପାରିବ ପୋକ୍ସୋ? ଲଟା ସେଇଆ, ଲଟା ହଉଛି ମନେକର ଗୋଟେ କ୍ରାଇମଟେ ହେଇଛି, ଯେତେବେଳେ ସେ କ୍ରାଇମ ସମୟରେ ଯଦି ଜଣେ ଗୋଟେ ଝିଅଟିଏ ନିଜକୁ ସେଫ୍ ଫିଲ୍ କରେନି ସେ ବିଷୟରେ କମ୍ପ୍ଲେନ କରିବା ପାଇଁ, କିନ୍ତୁ ଯେତେବେଳେ ସେ ସେଫ୍ ନିଜକୁ ଫିଲ୍ କଲା, ମତେ କହିବା ଦରକାର, ମତେ କମ୍ପ୍ଲେନ କରିବା ଦରକାର,
से समय से कर एटा होची गोटे गहित अपराध आ जो अपराधटा में ऑलरेडी तांको जहा सहित से आसीथिले से एडमिट करी गले मीडिया सामने जे आमे गोटे मु बाहा आइथिली आमर गोटे पुओ थिला से भूली गले जे 18 वर्ष पूर्व विवाह करवा 18 वर्ष पूर्व शारीरिक संपर्क स्थापन करवा यह भारतीय दंडविधि आईन रे एक धर्तव्य अपराध सेटा होची पोक्सो एटा बुझिबा दरकार से तो कहउछन ने से विवाह करिछन बोली विवाह पर भी हमें पोक्सो लगे परियो आकोन आपण भाबिचंदी 18 वर्ष कम एज रु झियो को बाहाय पड़िबे ना कोन हरे कृष्ण राधे राधे कोन भाबुचंदी आपण माने 18 केमिति क्राइम ऑलरेडी सरीची बापा क्राइम टा हेई सारीची एटा दि साइलेंट थाते अनेक जगह रे आपण माने कहिबे मनकर कोन लोक माने आज भी मध्य आपण जानतु माने आम नयागढ़ जानतु फुलबाणी जानतु जो माने जो टिके माने जो गुडा सब दृष्टि छाया अंचल जदि कहिबे सेठी आज मध्य लोक माने 18 वर्ष कम झियो माने बाहा होचंती बाहा होचंती किंतु सेठी साइलेंट सब रहिचंती जेतेबेले आईन आगु को पळे आछे आपण देखिबे से संग संग जोठी मनकर गोटे छोट छुआ बाहा होची बोली पुलिस जानूची कलेक्टर जानूचंती वुमेन कमिशन जानूचंती किंबा जो चाइल्ड कमिशन जानूचंती इमिडिएटली सेठी रेड करा होची ना नाही पुलिस ताको रेस्क्यू करछि ना नाही कोन पई रेस्क्यू करछि कहिना 18 वर्ष बयस कम रे विवाह करबा आईन अनुसार मध्य दंड माने दंडनीय एवं ताकर बापा मा भी चाहिले ताको बाहागर करि परिबेनी 18 वर्ष कम रे तनु एठी तो 18 वर्ष कम ये तो 13 14 वर्ष अच्छा सेते बेले कोन सोनाली एथि बैंक का असमति प्रकाश करथिले सुनतो सेते बेले बाध्यबाधकता रे आपण गोटे थरे भाबी की देखंतु गोटे 16 17 वर्ष रो झियो आपण जेते 16 17 वर्ष थिले आपण थरे भाबी की देखंतु आपण मुंड रे कोन थिला जेते मैट्रिक पास करथिले हाफ पैंट पिंधि जेते नुआ नुआ कॉलेज जाउथिले आपण जहा थिले से झियोटी मध्ये सेया थिला से पुओटी मध्ये सेया थिबो ना आ ताको 33 वर्ष एबे ताको 33 हिसाब जेतेबेले सोनाली को 12 हितला सेतेबेले जॉन को केते हितला 12 नहीं आता वर्तमान ताको 27 पुओ को वर्तमान केते 33 अच्छा पुओ को 33 6 वर्ष बड़ सी भी विराट बड़ लोक नथिला मो कथाटा बुझंतु सी भी छोट पिला थिला सेतेबेले माने सी भी माने बहुत मैच्योर नथिला जॉन भी छोट पिला थिला मो कथाटा सेठी नाही वर्तमान कथाटा को आपण के धरि ना वर्तमान प्रॉब्लम हेछि सोशल मीडिया जदि वर्तमान तम भीतर संपर्क थिला अफेयर थिला बोल तो छुआटे जन्म हैला छुआटे अछि ना नहीं तमे भी हां करतो छुआटे अछि से भी कहू छुआटे जन्म होइछि हां एटा को गोटे समाधान गोटे तरीका थिला गोटे भद्र लोक काहा को पठै थांते मामू बड़ बापा बड़ भाई कि गोटे जो कोन सम्मानीय व्यक्ति काहा गोटे पठै थांते ता पाखकु से कोन ओपिनियन दउथिला आउ जण जाई बुझै थांते से कोन ओपिनियन दउथिला जोड़िए नाटक रे जदि तळे बसी पाड़ थांदा पुओ को धरी पुओ को कोळे धरी करी जॉन हां जदि अच्छा जॉन संगे से झियर कोन रिलेशन दुनिया से समस्त को अछपा से दियन जानछ ना ता भीतर कोन रिलेशन थिला हां कि नहीं छुआटी जानछि छुआ जेतळे ये छुआ को कोळे धरी बसियो माने करो कि ये लोकुटी से फील करियो कि हमर छुआटा थिला ई छुआटा कि से नहताउ कि जदि बाय चांस से मां बोल डाकी दबो ताको यात्रा मझिरे कथा सहिला से रंगम से ग्रीन रूम को डाकी कहता तते जहा कुछ कर मां बोल डाके पछे मो जीबी तू पार्टी करना इठी आसी हां कि नहीं मां बोली जो डाको सेटा सब झियो को भल लागे आपण थरे चिंता करंतु गोटे छुआटीए पई वर्तमान आपण जाई देखंतु हम भुवनेश्वर गळे गळी कंदिरे वर्तमान फर्टिलिटी क्लिनिक कोटी कोटी टंका हड़प करुछथि डॉक्टर माने केवल फर्टिलिटी छुआ जन्म करिया पई छुआटी को एमती भारत वर्ष किए गोटे झियो अच्छी किए गोटे स्त्री लोकटी अच्छी जहाँ को माँ डाकटा भल लगे ना खाली माँ डाकटा पर बहुत माने लोक तड़पुचंती हाँ कि नहीं बाबा क्या भल लगे तेणु ये एक्चुअली प्रॉब्लम टा कोटे के धरि पार ना आपण माने प्रॉब्लम होची सोशल मीडिया ये जदि निजे ताको समाधान करिया को चेष्टा करथांते गोटे भद्रलोक पठै थांते किंबा तांको निज लेवल ट्राए करथांते किंबा कोर्ट को जाई थांते किंबा पुलिस रे गोटे कंप्लेंट करथांते पुलिस निश्चित कॉलिंग करथांता अच्छा मैडम टिका आसंतु बुझिबा कोन होइछि कोन नै कंप्रोमाइज आडको कथा जाय के लोक जान नथान किंतु जेते बेले सोशल मीडिया को आसी से तांको चरित्र संहार करबा आरंभ कर देले प्रथम दिन रु सेटा ही तांको काळ कला काना सोनाली वर्तमान गोटे पब्लिक जगह रे प्लेटफॉर्म रे अछंती प्रतिदिन राति रे से पब्लिक को बाके ठिया होचंती हजार हजार पब्लिक कर से फैन फॉलोअर्स तेणु समाज जो क्वेश्चन कला तो किए फेस कर भाविकी देखो कहीं समाज रे गोटे लोक आप धन कमे पारे मन कमे पारे जन कमे पारे किंतु सम्मान कमेवा एते सहज जिनस एबे कमेंट रे आपन को बहुत जण
ନାଇଁ ଆପଣଙ୍କ ସपोर्ट ରେ ବି ନାହାନ୍ତି କି ଆପଣ ପୁରୁଷ ମାନଙ୍କୁ ସମर्थन କରୁଥିଲେ ଆପଣ କେମିତି ଏବେ ମହିଳାଙ୍କୁ ମାନେ ସୋନାଲିଙ୍କୁ ଆପଣ କେମିତି ଜନ୍କୁ ଛାଡି ଆପଣ ସୋନାଲିଙ୍କୁ କେମିତି ସମर्थନ କଲେ? ଶୁଣନ୍ତୁ ମୁଁ ଆପଣଙ୍କୁ ଏଠି କହି ରଖେ ଅନରେବୁଲ ହାଇକୋର୍ଟରେ ମୋର ପାଖାପାଖି 2000 କେସ୍ 2000 କେସ୍ରୁ ପ୍ରାୟ 300ରୁ ଅଧିକା କେସ୍ ହେଉଛି ମୋର ଝିଅମାନଙ୍କର କେସ୍ ମୁଁ ଝିଅମାନଙ୍କର କେସ୍ କରି ଝିଅମାନଙ୍କର କେସ୍ ଯେକୌଣସି ଜାଗାରେ ଯେକୌଣସି ଗୋଟେ ଝିଅଟିଏ ଯେତେବେଳେ ଆମେ ପୂର୍ବରୁ ମଧ୍ୟ ଉପରେ ଡିସ୍କସନ୍ କରିଛେ ଯେକୌଣସି ଜାଗାରେ ଗୋଟେ ଝିଅଟିଏ ଯଦି ମୁଁ ନିଜେ ଫିଲ୍ କରିବି ତାର ଫଣ୍ଡାମେଣ୍ଟାଲ ରାଇଟଟା ଭାଉଲେସନ୍ ହେଉଛି ତାହେଲେ ମୁଁ 100% ତା ପାଖେ ଠିଆ ହେବି ମୋର କାମ ଅଛି ଯାହା ପାଖେ ଗୋଟେ ପୁରୁଷର ଯେତେବେଳେ ଫଣ୍ଡାମେଣ୍ଟାଲ ରାଇଟଟା ଭାଉଲେସନ୍ ହେଉଛି ତା ପାଇଁ ମୁଁ ଠିଆ ହେଉଛି ଲଢ଼େଇ କରୁଛି ସେଥିପାଇଁ ମାନ ସମ୍ମାନ ଇଜ୍ଜତ ମହତ ପରିଚୟ ଦାଣ୍ଡରେ ପଡ଼ି ହାଟ ନିଲାମ ହେଇଯାଉ କିଛି ମତେ ଟେନସନ୍ ନାହିଁ କାହିଁକି ମୁଁ ଯୋଉଦିନ ବନ୍ଧା ହେଇକି ଜେଲ୍ ଯାଉଥିଲି ମତେ ଏଇ ସମାଜ ତାହିଟା ପରା କରୁଥିଲା ଏଇ ସମାଜ ମତେ ଫୁଲମାଳ ଦେଇନି କିଛି ବୁଝେନି ସମାଜ ଇଏ ସମାଜ ସବୁବେଳେ କହିବା ଶିଖିଛି କାହାକୁ ବଞ୍ଚେଇବା ଶିଖିନି ଯୋଉ ବର୍ତ୍ତମାନ ଚିନ୍ତା କରନ୍ତୁ ଯୋଉ ଝିଅ ପାଇଁ ମୁଁ ଠିଆ ହେଇଛି ଆଜି ଥରେ ଭାବିକି ଦେଖନ୍ତୁ ଗୋଟେ 13 ବର୍ଷର ଝିଅଟେ କି 14 ବର୍ଷର ଝିଅଟେ ଯେତେବେଳେ ମା ହଉଛି ଥରେ ଭାବିକି ଦେଖନ୍ତୁ ତା ଜାଗାକୁ ଆଉ କିଏ ଥିଲେ କଣ ଅବସ୍ଥା ହେଇଥାନ୍ତା ଯେତେବେଳେ ଗୋଟେ ହଷ୍ଟେଲରେ ଗୋଟେ 10th କ୍ଲାସର ଝିଅଟେ ମା ହେଇଯାଉଛି ଗୋଟେ +2 ପିଲାଟେ ଯେତେବେଳେ ହଷ୍ଟେଲରେ ମା ହେଇଯାଉଛି ଏଇ ଲୋକମାନେ କହୁଛନ୍ତି ନା ନାଇଁ ହେ ସରକାରଙ୍କର ଦୋଷ କେତେ କମ ବୟସରେ କେମିତି ଗୋଟେ ମା ହେଇଗଲା ସରକାରଙ୍କର ଦୋଷ ଆଜି କୋଉଠି ଯାଉଛି ଲୋକଙ୍କର ଇମୋସନଟା ତେଣୁ କୋଉଠି ନା କୋଉଠି ମୁଁ ନିଜେ ଫିଲ୍ କଲି ନିଶ୍ଚିତ ଭାବରେ ଏଇ ଯୋଉ ଝିଅଟିର ଇମୋସନକୁ ଦେଇକି ଯେତେବେଳେ ସେ ଆସିଛି ଭୋ ଭୋ କରି କାନ୍ଦିଲା ଏକମାତ୍ର ମୋର ରାହା ହଉଛି ଆଜ୍ଞା ମୁଁ ଆତ୍ମହତ୍ୟା କରିବା ମୁଁ କହିଲି ନାଇଁ କଣ ହେଇଛି କୁହ ଏହା ଘଟଣା ଘଟିଛି ଆତ୍ମହତ୍ୟା ତାର ସଲ୍ୟୁସନ ନୁହେଁ ଦୁନିଆ ସେ ମତେ କହିଲା ଆଜ୍ଞା ମୁଁ ଗୋଟେ ଭିଡିଓ ପ୍ରସ୍ତୁତ କରୁଛି ସବୁ ଡିଟେଲ୍ସ କହିବି କହିକି ମୁଁ ଆତ୍ମହତ୍ୟା କରିଦେବି କାହିଁକି ରାତି ପାଇଲେ ମୁଁ ଅପେରା ପାର୍ଟିରେ ପବ୍ଲିକଙ୍କ ସାମ୍ନାରେ ଠିଆ ହଉଛି ମାନେ ଏଇ କଥା ଯୋଉ ଆପଣ କହୁଛନ୍ତି ଅବଭିୟସଲି ସୋନାଲି କହିଛନ୍ତି ହଁ ସୋନାଲି କହୁଥିଲେ ଆତ୍ମହତ୍ୟା କରିଦେବା ହଁ ଆଜି ମଧ୍ୟ ତାର ମାନସିକ ଅବସ୍ଥା ଠିକ ନାହିଁ ଆପଣ ଥରେ ଭାବିକି ଦେଖନ୍ତୁ ସେ ମୁଁ ତାକୁ କହିଲି ସେ ହଉଛି ଗୋଟେ କୂଅ ବେଙ୍ଗ ସମୁଦ୍ର ବେଙ୍ଗ ନୁହେଁ କାହିଁକି ନା ରାତି ପାଇଲେ ସେମାନେ କଣ ଶୁଅନ୍ତି ରାତି ରାତି ଆରମ୍ଭ ହେଲେ କଣ ପେଚା ଭଳିଆ ଉଜାଗର ରୁହନ୍ତି ଦୁନିଆ ବିଷୟରେ ସେ ଜାଣିଛନ୍ତି କଣ ଇଏ ଯେବେଠୁ ତାକୁ ଛାଡିଛି ଯାତ୍ରା ପାର୍ଟିରେ ସେବେଠୁ ସେ ଆଜି ପର୍ଯ୍ୟନ୍ତ ସେଇ ଗୋଟିଏ ଯାତ୍ରା ପାର୍ଟିରେ ଅଛି ସେଇ କୂଅ ଭିତରେ ଅଛି ସେ ବାହାର ଦୁନିଆ ବିଷୟରେ ତାଙ୍କର କିଛି ଜ୍ଞାନ ନାହିଁ କିଛି ଆଇଡିଆ ମଧ୍ୟ ତାଙ୍କର ଦୁନିଆ ବିଷୟରେ ନାହିଁ ରଙ୍ଗ ମାଇଲେ ଲାଇଟ୍ ଆଗରେ ଠିଆ ହେଲେ ସୂର୍ଯ୍ୟ କିରଣ ବି ତାଙ୍କ ଉପରେ ପଡୁଛି ନା ନାହିଁ ସନ୍ଦେହ ଖାଇଲେ ପିଇଲେ ପୁଣି ଦିନ ଯାକ ଶୋଇଲେ ତାହେଲେ ଭାବିକି ଦେଖନ୍ତୁ ଆପଣଙ୍କର ଛୁଟି ଅଛି ତାଙ୍କର ଛୁଟି ନାହିଁ ବର୍ଷରେ ଦି ମାସ ଛୁଟି ହୁଏ 2 ମାସ ଛୁଟିରୁ ପ୍ରାୟ 1.5 ମାସ ସେମାନେ ରିହର୍ସେଲ କରନ୍ତି କାରଣ ଏମାନଙ୍କ ଉପରେ ଯାତ୍ରା ପାର୍ଟି ନିର୍ଭର କରୁଛି ହିରୋ ହିରୋଇନ ଏମାନଙ୍କ ଉପରେ ମେନ୍ ଯାତ୍ରା ପାର୍ଟି ନିର୍ଭର କରୁଛି କାହା ଉପରେ ଏଇମାନଙ୍କ ଉପରେ ତେଣୁ ଏମାନଙ୍କୁ ଅଧିକା ପରିଶ୍ରମ କରିବାକୁ ପଡେ ତେଣୁ ଜଣକୁ ବଦନାମ କରିଦେବାଟା ଭାରି ସୁବିଧା ବହୁତ ସୁବିଧା ଜଣକ ଚରିତ୍ରକୁ ନେଇ ଆଙ୍ଗୁଠି ଉଠେଇବା ବହୁତ କଷ୍ଟ ଯେକୌଣସି ଲୋକ କହିଦେବେ ଯାହାକୁ ଯାହା କିନ୍ତୁ ଯୋଉ ଲୋକଟା ଫେସ୍ କରୁଛି ସେ ଯୋଉ କଥାଟା ତାକୁ କେତେ କଷ୍ଟ ହଉଥିବ ଥରେ ଭାବିକି ଦେଖନ୍ତୁ ଯଦି ଜନ୍ ଜେଲ୍ ପଳାନ୍ତି ଜେଲରେ ଦଣ୍ଡ ଭୋଗନ୍ତି ତାହେଲେ କଣ ସୋନାଲିଙ୍କୁ ନ୍ୟାୟ ମିଳିଯିବ ଶୁଣନ୍ତୁ ଯୋଉ ପିଲାଟି ଦିନେ ମାକୁ ହରେଇଥିଲା ସେ ପିଲାଟି ତ ଆଜି ବାପାକୁ ବି ଗୋଟେ ବାପ ଛେଉଣ୍ଡ ହେଇଯିବ ଯଦି ତା ପିଲା ବାପାଟି ଯାଇକି ଜେଲରେ ରହିବ ଶୁଣନ୍ତୁ କଥାଟା ହଉଛି କଣ କିଏ ଜେଲକୁ ଗଲେ ହେଇ ଦଣ୍ଡ କିଏ ବେଲ୍ ହେଇଗଲେ ଏଠି ଦଣ୍ଡ ସେଗୁଡାକରେ ମିଳେନି କଥା ହଉଛି କଣ କି ଯେତେବେଳେ ଗୋଟେ ଲୋକ ଯେତେବେଳେ ଆପଣ ଗୋଟେ ପଙ୍କକୁ ଗୋଟେ ଟେକା ପକେଇବେ ପ୍ରସ୍ତୁତ ହେଇକି ରହିବେ ଆପଣଙ୍କ ଉପରେ ମଧ୍ୟ ପଙ୍କର ଛିଟକାଟା ପଡିବ ଆଜି ପର୍ଯ୍ୟନ୍ତ କଥା ତ ଆଲୋଚନା ହଉଥିଲା କି ସେ କମ୍ପ୍ଲେନ କରୁନଥିଲେ ଯେତେବେଳେ ତୁମେ ତା ଉପରକୁ କହିଲ ସେ ବାଧ୍ୟ ହେଇକି ଯାହା ପରଦା ପଛର ଘଟଣାକୁ ବାଧ୍ୟ ହେଇକି ଆଣିକି ପହଞ୍ଚେଇଲା ଆପଣ ଯେତେବେଳେ ମନେକର ମୁଁ ଆପଣଙ୍କ ବିରୁଦ୍ଧରେ କଣ ଗୋଟେ ଷ୍ଟେଟମେଣ୍ଟ ନେବି ଆପଣ ଗୋଟେ ଖୋଳତାଡ଼ ମାରମୁସା କରିବେ ମୋ ପଛରେ ମୁଁ ଯଦି ଆପଣଙ୍କ ସାଙ୍ଗେ ଭଲ ସମ୍ପର୍କରେ ରହିବି ଆପଣ କାହିଁ ମୋ ବିରୁଦ୍ଧରେ ଲାଗିବେ ଆପଣ ଦେଖିଥିବେ ଗୋଟେ ମୁନା ଭାଇ MBBS ଗୋଟେ ଫିଲ୍ମ ଥିଲା ଯୋଉଥିରେ ସଞ୍ଜୟ ଦତ୍ତ କଣ କହୁଥିଲା ଶତ୍ରୁତା କାହା ସାଙ୍ଗେ କରନି ଯିଏ ତମ ସାଙ୍ଗେ ଶତ୍ରୁତା କରିଛି ତାକୁ ଖାଲି ଯାଇ କୁଣ୍ଢେଇକି ଧରି ପାକ 3 ମିନିଟ୍ 3 ମିନିଟ୍ କାନ ପାଖରେ ଖାଲି ଟିକେ କହିଦବ ମୋର ଭୁଲ ହେଇଗଲା ଦ୍ୟାଟ୍ସ ଏନଫ୍ ତମ ଭିତରେ କଣ ରିଲେସନ ତମେ ଜାଣିଛ ଯଦି ବାଇଚାନ୍ସ ତମ ଭିତରେ କଣ ଗୋଟେ ମିସଅଣ୍ଡରଷ୍ଟାଣ୍ଡିଂ ହେଲା ଛୋଟ ପିଲା ଥିଲ ମିସଅଣ୍ଡରଷ୍ଟାଣ୍ଡିଂ ହେଇଗଲା ମିସଅଣ୍ଡରଷ୍ଟାଣ୍ଡିଂ ହେଲା ଏବେ ବର୍ତ୍ତମାନ ବଡ ବଡ ପିଲା ହେଲାଣି ତୋର ବୟସ ହେଲାଣି ମ୍ୟାଚୁର୍ଡ ଝିଅଟା ମ୍ୟାଚୁର୍ଡ ଗୋଟେ ଛୁଆଟି ଅଛି ମୁଁ ଯୋଉଟା ବତେଇଲି ସେ ଛୁଆଟା ଯାଇକି ଗ୍ରୀନ ରୁମ୍ ଭିତରେ ଛାଡିଦବ କୋଉଠି ସେ ଜଗି ବସଛନ୍ତି ତାକୁ ଗ୍ରୀନ ରୁମ୍ ଭିତରେ ଗୁଣ୍ଡା ମାନେ ଛୋଟ ଛୁଆଟାକୁ ନା ଯଦି ଛୋଟ ଯଦି ଯିଏ ଗୁଣ୍ଡା ଜଗିଥିବ ସେ କଣ ମୋ ମା ସିଏ ଆରେ ଯଦି କହିଲା ଗ୍ରୀନ ରୁମ୍ ପାଖରେ ସେ କିଏ ଅଟକେଇ ଦେବେ ଯେ ମା ତା ଗୋଡ ଧରିକି କାନ୍ଦିବ ମୁଁ କିନ୍ତୁ ଗୋଡ ତଳେ ମୁଣ୍ଡିଆଟେ ମାରିଦିବ ଛାତି ଫାଟିଯିବ ଆଜ୍ଞା ମାର ଛାତିଟା ପୁରା ଫାଟିକି ଫାଳ ଫାଳ ହେଇଯିବ ଯଦି ଗୋଟେ ଛୁଆଟାକୁ ସେ ଦେଖିନି 12 ବର୍ଷ ହେଲା ଯାହା ଛୁଆର ସ୍ପର୍ଶ ପାଇନି ଯଦି ସେ ଗୋଡ ତଳେ ଖାଲି ମୁଣ୍ଡିଆଟେ ମାରିଦବ ନା ତା ଛାତିଟା ଫାଳ ଫାଳ ହେଇ ଫାଟିଯିବ 2 ମାସ ରହିଥିଲା ଛୁଆଟି ପାଖରେ ହେଲା 2 ମାସ ହଉ କି ମାସେ ହଉ ଛୁଆଟା ତାର ନାହିଁ ହଁ କି ନାହିଁ ଯଦି ସତ୍ୟ ହେଇଥାଏ ତା ଛୁଆ ହେଇଥାଏ
रक्तटा तार कि ना ता देहरे ता रक्त प्रवाहित होउछि ना नाही सेटा खाली चिंता कर परना हुए तो नरीपंडा जेमती माड़ भय बळी पकई देइचंती आकू बळी पकई देइचंती आकू ए पिलाटी की अलगा लोक माने बतेई किरी से पिलाटा को अननेसेसरी गोटे बदनाम करी बर्तन कीड़ाटा नहीं गला ए पिला आंको परिवारटा को ए किछि लोक आकू जे बतेई कि जो जदी जो माने आनले हरी सोशल मीडिया रे कहिदेला जे बळी पकई देले सीए आंकू नष्ट कर देला तार कैरियर नष्ट करिया को आकू जो बतेई देले ये अल्टीमेटली हैरान रे पड़ी गला मु नहला जे ताले गोटे केस से करथा ना अरे मु नहले के तो गोटे करथा ओके तबे बे सोनाली को नेक्स्ट स्टेप कोन किसी ना स्टेप सी जेमती तांकर मानसिक दुश्चिंता भितर अछंती काहे ना आपण देखिबे यात्रा पार्टी से सबले पब्लिक लोकन पई काम करचंती पब्लिक रे सबले पब्लिक लोक ना अरे फिल्म रे काम करबा अलगा आपण माने काम करिया अलगा किंतु से सब बेले जगह रे पब्लिक जगह रे ठिया हाले सब दिन राती रे पब्लिक 2000 पब्लिक तांको देखुचंती इवन इफ कि आपण देखुथिबे यात्रा रे अनेक जगह रे माने जो यात्रा पार्टी रो कमिटी माने असंतुष्ट होचंती जोटी सोनाली पंडा नाहंती एडी यात्रा हाई परिबो नाही कहउचंती ना नहीं सेठी किछि लोक एक कथा भी कहउचंती जे सोनाली को कागजी पल्ले बोली कहि के अनेक लोक भी अनेक कथा कहउछ सेही कथाटा ही कहउछ पर आपण को अनेक जगह रे जो गोटे यात्रा कमिटी माने कोन जदि सोनाली पंडा आसी नाहंती ताले सेठी यात्रा जो एडी हेई परिबोन यात्रा ता माने कोन तांकर सोनाली पंडा होचे स्ट्रेंथ आमे जेंदी मन कर पीयूष अनेक जगह कोन कहउछ पीयूष आज माने करूची आ बेस्ट आज बढ़िया जमी जीवो बही बुझ परछन मो कथा ठीक सही बळी तांकर से भी तांकर गोटे स्ट्रेंथ तो एठी जो जेतले से पब्लिक जगह रे ठिया होची तार निजर चरित्र जेतले संहार करा होची आपण गोटे थरे भाबी के देखंतु यात्राटा कोन गोटे जगह रे होची तांको मालिक संगे तांको नाटा जोड़ी देला कोन पे ना तांकर से गोटे बदनाम हेले से यात्रा पाटू से किंतु अलग आइ तो एटा काहे प्लान करा हला देखि बुझी परछि आपण कारण तांकर भी परिवार अछि से गोटे रेपुटेड पर्सन तांको पाखर अनेक लोक काम करूचंती जे तांको ना संगे तांकर नाटा जोड़ी दबो तांको भीतर पड़िबोनी से निश्चित भाव यात्रा पार्टी बाहर कर दे अच्छा ये अल्टीमेटली ये तो आको को गोटे पार्टी तो नेबे किंतु ता यात्रा पार्टी कि ये हिरोइन टा पळे जाऊ ये होची आंकर इंटेंशन आथरे बळी पकई देले का आको बळी पकई देले तेणु आपण जेतेबेले गोटे गणमाध्यम को आसुचंती जनक जेते निज परिवार विषय परिवार बोली कहउचंती आपण निजे परिवार विषय स्टेटमेंट दउचंती भाबी चिंती के दवा दरकार से तो निज स्त्री की फेरे पे चाहूतले किंतु एठी तो तांको जेल जेउ पड़ो से चाहूले स्टेटमेंट देई न थांदे से तो निजे स्टेटमेंट आपण देखु ना भल से निजे चाहू कहउचंती मु ता ग्रहण करिया को चाहूनी जे निजर स्त्री विषय कहबो जे अमक अमक लोकन जगह तार रिलेशन अछि से आनिया को चाहूतला देबो से तो अनेक जरे जदि देई छंती जे मु चाहूची से कोठी मते गोटे देखाइले मु बा सब जाक देखिछि मु सब जिंस तर्जमा कर साला पर केस लड़ाई करूछि आपण भाबंतु जे मु भूत बळिया गोटे केस धरि दिए एबे जदि से चाहिबे एबे केम जाउ चाहिबो गोटे चरित्रहीन स्त्री संगे से केम रहइबा जे निजे कहउछन से बहुत लोकन संगे ता रिलेशन केम हाउ इट इज पॉसिबल से आ राजी हबो तो मु आपण गोटे थर मो चांबर को आछंती आपण बर्तमान मते फोन करछन मु सबले आपण हां बापा आसो काली सकाळे मु आपनार गोटे फॉल्स एलिगेशन करबी जे मो मोबाइल टा आपण चोरी की नै जाइछंती आपण जेते डाकिला आसीबे जेते गणमाध्यम सबआडे प्रचार प्रसार हबो जे राहुल बाबू गोटे मोबाइल चोर बेमक साहब चांबर आसी मोबाइल टा चोरी की नै पळैछंती बोली तापरे मु आपण जेते भूल मागिबी जहा कले भी आपण एग्री हेबे मो चांबर को आसीबे इज इट पॉसिबल जदि आपण चोर बोली कहला पर आपण केते बाधा पसी जाउची राधांक दियरे ताले गोटे लोक चरित्रहीन कहि साला पर तार मानसिक अवस्था कोन हबो थर भाबी की देखन जौन संपर्क बेले जदि सोनाली नाबालिका थिले जदि जौन भी नाबालक थिबे ताहले कोन के सब जदि नाबालिक थिबे ताहले दिजन जाक भितर कोर्ट जहा डिसिजन नेबे जदि दिजन जाक नाबालक थिबे ताहले कोर्ट जहा डिसिजन नेबे काइना सुप्रीम कोर्ट गाइडलाइन कहउची निर्भया आफ्टर निर्भया केस रे कहा होची नाबालक होची पुओ होची जोटी गहिरित अपराध मर्डर रेप ए सब जिंस रे पुओर बयस होची 16 झियर बयस 18 पुओ 16 रे नाबालिक कटि गला आफ्टर निर्भया केस जो नाबालक लोकटा थिला पिलाटी थिला नाबालक जाको 3 वर्ष कन्विक्शन हला से अमेंडमेंट हेछि लटा 16 वर्ष रे पुओ माने हे जाउचंती साबालक झियो माने 18 वर्ष रे साबालक मु कहउनी ल कहउची जौन तो सेते बड़ किछि अपराध करनांती जाको भलो पाउथले ता सहित शारीरिक संपर्क रखु आखि मुझी की कथा कहनी आपण प्रेस रे कहउचंती भारत वर्ष रे वर्तमान मर्डर केस टू भयंकर अपराध होछि पोक्सो 20 वर्ष रु लाइफ पर्यंत सजा आता देरे बी केयरफुल आज मध्य आपण जाईकरी काली सकाळे चौद्वार जेल को जिबे काली सकाळे झारपड़ा जेल को जिबे काली सकाळे गोटे आरटीआई रे मागिबे गोटे एप्लिकेशन आज वर्तमान जदि कहिबे सारा ओडिसा रे 40 जेति की लोक जेल भितर बंदी हेकि अछंती तार 30 रु 40% होचिन पोक्सो केस रे अछंती
16 ବର୍ଷର ଝିଅ 17 ବର୍ଷର ଝିଅ 18 ବର୍ଷକୁ ମାସେ ବାକି ଥିବା ଝିଅ ଘରୁ ଭାଗିକି ପଳେଇଛନ୍ତି ପୁଅ ବନ୍ଧା ହେଇକି ରହିଛନ୍ତି ପୋକ୍ସୋରେ ଝିଅ ଘରେ ପୋକ୍ସୋ ହଉଛି ଗୋଟେ ବର୍ତ୍ତମାନ ସବୁଠାରୁ ଡେଞ୍ଜରସ୍ କେସ୍ ମାନେ ଏଇ ଯୋଉ ସ୍କୁଲ କଲେଜରେ ପ୍ରେମ ଏ ସବୁ 18 ବର୍ଷ ପୂର୍ବରୁ ଆପଣ କୌଣସି ପ୍ରକାର ଭାବରେ ଝିଅଙ୍କୁ ପ୍ରେମ କରିବା ଏକ ଧର୍ତ୍ତବ୍ୟ ଅପରାଧ ତା ଦେହରୁ ଆପଣ ଯାହା ବୁଝିବେ ନହେଲେ ଗଣିତ ପୁରା ଭୁଲ ହେଇଯିବ ପ୍ରଥମରୁ ଗଣିତ ଭୁଲ ହେଇଗଲେ ଫାଉଣ୍ଡେସନ ହଲିଗଲେ ଛାତ ଭୁଷୁଡି ପଡିବରେ ବାପା ବସିଥିବ ଅନେଇକି ପୋକ୍ସୋ କୋର୍ଟରେ କଣ ସବୁ ମାନେ ଆଇନରେ 20 ବର୍ଷରୁ ଲାଇଫର ପର୍ଯ୍ୟନ୍ତ ସଜା ଆଜୀବନ ହଁ 20 ବର୍ଷ ହଉଛି ମିନିମମ୍ ମୁଁ କହୁନି ଯାହା ସୁପ୍ରିମକୋର୍ଟଙ୍କର ଗାଇଡଲାଇନ ମାନେ ମିନିମମ୍ 20 ତେଣୁ 18 ବର୍ଷ ତଳକୁ ଝିଅଙ୍କୁ ହାତେ ମାପି ଆଙ୍ଗୁଳିରେ ଚାଳ ଦୁରୁହୁ ଦଣ୍ଡବତମ କଣ ଟିକେ କହିଦେଲେ କଥା ସଇଲା ତାପରେ ବି ତ ଆଇନ ଅଛି ତାପରେ 18 ବର୍ଷ ପରେ ଡିଫରେଣ୍ଟ ଆଇନ ସେ ସାବାଳିକା ହେଇଗଲା ମୋ କଥାଟା ବୁଝନ୍ତୁ ତାର କନସେଣ୍ଟ ଅଛି ତାର ୱିଦାଉଟ୍ କନସେଣ୍ଟ ଅଛି ସେ ଆଉ ଗୋଟେ ପ୍ରକାର ଜିନିଷ 18 ବର୍ଷ ପୂର୍ବରୁ ତାର କନସେଣ୍ଟଟା ବି ଗଣାଯିବନି ସିଏ ବି ଯଦି କହିବ ହଁ ରାହୁଲ ବାବୁ ମୁଁ ତୁମକୁ ବାହା ହେବି ତାହାପରେ ମଧ୍ୟ ତୁମର ବାହା ହେବାର ଅଧିକାର ନାହିଁ ସିଏ ଯଦି କହିବ ରାହୁଲ ବାବୁ ମତେ 18 ବର୍ଷ ହେଇନାହିଁ କିନ୍ତୁ ମୁଁ ତୁମ ସହ ଶାରୀରିକ ସମ୍ପର୍କ ରଖିବି ତାପରେ ମଧ୍ୟ ତୁମେ ପୋକ୍ସୋ ତମର ତାର କଥା ଗ୍ରହଣୀୟ ନୁହେଁ ସେତେବେଳକୁ ସେ ସାବାଳକ ନୁହେଁ ନାବାଳକ ଏପର୍ଯ୍ୟନ୍ତ ଆଇନରେ କିଛି ପରିବର୍ତ୍ତନ ଆସିନି ପରିବର୍ତ୍ତନ କଣ ହବ ବୋଲି ଭାବୁଛନ୍ତି ଆପଣ ସେ ପର୍ଯ୍ୟନ୍ତ ପୁଅ ମାନେ ଯୌନ ସୁଖ ଗୋଟେ ଭୁଲି 18 ବର୍ଷ ପରେ କଲେ ଅସୁବିଧା କଣ ପକୋଡା ଖଣ୍ଡିଆ ହେଇଯାଉଛି ହରେ କୃଷ୍ଣ ରାଧେ ରାଧେ ପୁଅ ଝିଅଟି ଯଦି କହିବ କି ନାଇଁ ଜବରଦସ୍ତି ସେତେବେଳେ ହଁ କରିଥିଲା କମ୍ପ୍ଲେନ ଦେଲା ବେଳେ କହିବ କି ନାଇଁ ମୋ ସହିତ ଆପଣଙ୍କୁ କହିବି ଛାତ ଉପରୁ ତଳକୁ ଡେଇଁ ପଡନ୍ତୁ ଡେଇଁ ପଡିବେ ଆପଣ କିଛି ଗୋଟେ ଏଭିଡେନ୍ସ ନାହିଁ ପ୍ରୁଫ୍ ନାହିଁ ମନେକର ଝିଅଟି କହୁଛି କହିବ ଯେ ମତେ ଆଜ୍ଞା ମୁଁ ଯେତେବେଳେ ମାଇନର ଥିଲି ମତେ ସେ ରେପ୍ କଲା କହିଦେଲେ କଣ ହେଇଯିବ ଏଭିଡେନ୍ସ ଦରକାର କି ନାହିଁ ଆରେ ଏଥିପାଇଁ ଏଭିଡେନ୍ସ ସେ କହିଦେଲା ନିଜେ ଯେ ମୋର ଗୋଟେ 12 ବର୍ଷ ଛୁଆ ଅଛି ଆମ ଦି ଜଣ ବାହା ହେଇଥିଲୁ ବୋଲି ହରେ କୃଷ୍ଣ ସେଇଠି ତ ଗଣିତ ଭୁଲ ବାହା ହେଇଥିଲେ ବୋଲି ବି କହିଲା ଆରେ ବାହା ହେଇଥିଲା କଣ କହିଲି ପରା କୋର୍ଟ ଗ୍ରହଣ କରିବନି ଆପଣ 18 ବର୍ଷ ତଳକୁ ବିବାହଟା ଅସିଦ୍ଧ ଆଉ ଆପଣ ଜାଣୁଛନ୍ତି କ୍ୟାମେରା ଧରି କାହିଁକି ଯୋଉଠି 18 ବର୍ଷରୁ କମ ଝିଅ ବାହା ହଉଛନ୍ତି ନାବାଳକ ବାହାଘର ହେଲା ବୋଲି ଯୋଉଠି ଗୋଟେ ଛୁଆଟେ ପ୍ରେଗନେଣ୍ଟ ହେଇଯାଉଛି ଆପଣ ରଡି କରୁଛନ୍ତି ଏଇ ନବୀନ ସରକାର ହେଲା ନବୀନ ସରକାର କଣ କରୁଛି ସେ ବର୍ତ୍ତମାନ ହଷ୍ଟେଲରେ ଛୁଆ ହେଇଗଲାଣି ଏବେ ବର୍ତ୍ତମାନ କହୁଛନ୍ତି ମୋଦି କଣ ଯୋଉ ଇଏ କଣ ମୋହନ ସରକାର କଣ କଲା ସିଆଡେ ହଷ୍ଟେଲରେ ଛୁଆ ହେଇଗଲାଣି ସେତେବେଳକୁ ଜାଣିପାରୁଛନ୍ତି ଏବେ ଯେତେବେଳେ ଛୁଆଟି ତାହା କଥା ପଡିଛି ତେଣୁ ସେଠି ଆପଣ ମାନେ ବୁଝିପାରୁନାହାନ୍ତି କାରଣ ସେ ସାବାଳକ ହେଇଗଲାଣି ରିଅଲିଟି ଇଜ ଅଲୱେଜ ରିଅଲ କ୍ରାଇମ ଯେତେବେଳେ ହେଇଥିବ ସେଟା କ୍ରାଇମ ବାପା ରହିବେ ଜେଲରେ ମା ରହିବେ ଯାତ୍ରା ପାଟିରେ ପୁଅଟି କରିବ କଣ ଶୁଣନ୍ତୁ ଯଦି ସେ ତାଙ୍କର ଛୁଆ ହେଇଥିବ ଯିଏ ଯୋଉ କର୍ମ କରିବ କର୍ମଫଳ ସିଏ ଭୋଗିବାକୁ ପଡିବ ଯିଏ ଯୋଉ କର୍ମ କରିବ କର୍ମଫଳ ସିଏ ଭୋଗିବାକୁ ପଡିବ ମୁଁ ଦିଟା ଜିନିଷ ଆପଣ ଉକ୍ତି କହୁଛି ବିନା ଦୋଷେ ରାମଚନ୍ଦ୍ର ଗଲେ ବନବାସ ବିନା ଦୋଷେ ରାମଚନ୍ଦ୍ର ଗଲେ ବନବାସ କର୍ମ ଗୁଣେ ନଳ ରାଜା କାଟିଥିଲେ ଘାସ ଅର୍ଥାତ୍ ଯିଏ ଯାହାର ଭାଗ୍ୟ ନେଇ ଜନ୍ମ ହେଇଛି ସମସ୍ତେ ଭାଗ୍ୟ ନେଇ ଜନ୍ମ ହେଇନାହାନ୍ତି ଅଭିଷେକ ବଚ୍ଚନ ଭଳି କି ସମସ୍ତେ ଭାଗ୍ୟ ନେଇକି ଜନ୍ମ ହେଇନାହାନ୍ତି ରାହୁଲ ବାବୁଙ୍କ ଭଳି କିଏ କୋଉ ଜନ୍ମ କାହାର କିଏ ଭାଗ୍ୟ ନେଇକି ଜନ୍ମ ହେଇଛି ଭାଗ୍ୟ କେବେ ପରିବର୍ତ୍ତନ ହବ ନାହିଁ ଯିଏ ଯୋଉ ଭାଗ୍ୟ ନେଇକି ଆସିଛି ଭଗବାନ ଶ୍ରୀକୃଷ୍ଣଙ୍କୁ ଭୀମ ସବୁବେଳେ ଏମିତି ନମସ୍କାର କରନ୍ତି ଆଉ ସମସ୍ତେ ପାଦ ତଳେ ମୁଣ୍ଡିଆ ମାରନ୍ତି ଥରେ ବିରକ୍ତ ପ୍ରକାଶ କଲେ ପ୍ରଭୁ ଯୁଧିଷ୍ଠିର କଣ ଏମିତି ଗୋଟେ ନମସ୍କାର କରୁଛୁ ପ୍ରଭୁ ସିଏ ଗୋଟେ ତଳେ ମୁଣ୍ଡିଆ ମାର ଯାଇକିରି ଭୀମ କହିଲେ ଭୀମ ତ ମହା ମାନେ ବଳୁଆ ଲୋକ ସିଏ କହିଲେ ପ୍ରଭୁ ମୋର ଯୋଉ ମୁଣ୍ଡରେ ଯୋଉ ମସ୍ତିଷ୍କରେ ଯାହା ଲେଖା ହେଇଛି ମୋ ଭାଗ୍ୟଟାକୁ ପରିବର୍ତ୍ତନ କରିପାରିବେ କି ପ୍ରଭୁ ଶ୍ରୀକୃଷ୍ଣ ପରିବର୍ତ୍ତନ କରିପାରିବେ ନା କରିପାରିବେନି ତ ମୁଁ କିଆଁ ଏତେ ପରିଶ୍ରମ କରିବି ଭାଗ୍ୟରେ ଯାହା ଅଛି ଆପଣଙ୍କୁ ଭୋଗ କରିବାକୁ ପଡିବ ଭଗବାନ ଶ୍ରୀକୃଷ୍ଣ ସେଠି ପୁଣି କହିଲେ ଗୀତାରେ ତୁ କର୍ମ କର କର୍ମର ଫଳ ମୁଁ ଦେବି ଅର୍ଥାତ୍ ତୋର ଭାଗ୍ୟଟା ମୋ ହାତରେ ମୁଁ ଲିପିବଦ୍ଧ କରି ରଖିଛି କିନ୍ତୁ ତତେ ଜଣେଇବିନି ତୁ ଯଦି ଜାଣିଯିବୁ କାଲି ସକାଳେ ତମେ ଏନଡିଟିଭି ର ନ୍ୟୁଜ ହେଡ ହେଇଯିବ ଆଉ ପରିଶ୍ରମ କରିବା ଆସିବ ରାତି ଅଧରେ ହରେ କୃଷ୍ଣ ରାଧେ ରାଧେ ଛୁଆ ଯଦି ଏବେ ଚାହିଁବ କି ମୁଁ ମା ପାଖରେ ରହିବି କିଏ ମନା କଲା ହେ ଛୁଆ ପାଇଁ ପରା ସଂସାର ଯାକ ବର୍ତ୍ତମାନ ପେଟ୍ରୋଲ ଟାଙ୍କି ପଛପଟୁ ଆରମ୍ଭ କରିକି ବର୍ତ୍ତମାନ ଭୁବନେଶ୍ୱର କଟକରେ ଖାଲି ମାଳ ଫର୍ଟିଲିଟି ସେଣ୍ଟର ହରେ କୃଷ୍ଣ ଛୁଆଟିଏ ପାଇଁ ଲୋକମାନେ କଲବଲ ହେଇ ପଡୁଛନ୍ତି ଯଦି ସେ ଛୁଆଟି ତାଙ୍କ ଛୁଆ ସେ ନିଶ୍ଚିତ ଭାବେ ନେଇଯିବ କଣ କହୁଛନ୍ତି ଆପଣ ତା ଛୁଆ ବୋଲି ମନେକର ଆସିଗଲା ପ୍ରମାଣ ଆସିଗଲା ଯେ ତା ପ୍ରକୃତ ଅରିଜିନାଲ ଛୁଆ ଛାଡ଼ିଦେବ ଆପଣ ଛାଡ଼ିଦେବେ ଆପଣଙ୍କ ଛୁଆଟିକୁ ଛାଡ଼ିଦେବେ ଛୁଆ ପାଇଁ ଲୋକମାନେ କୋଷ କେସ କାସ କରି କଣ କଣ କରୁଛନ୍ତି ଚାହିଁଲା ନୁହେଁ ପ୍ରମାଣ କରିବାକୁ ପଡିବ ସେ ଛୁଆଟା ତାର ବୋଲି ପୁଣି ଆଗରୁ ମନା କରିଦେଇଛି ଆମ ଛୁଆ ଆଉ ନାହିଁ ବୋଲି ମାନିଗଲେ କଣ ହବ
ଜନ୍ କୁ ବି ପ୍ରମାଣ ଦେବାକୁ ପଡିବ ଏକ୍ଜାକ୍ଟଲି ତାହେଲେ ଦି ଜଣଙ୍କର ଏଠି ଡିଏନଏ ଟେଷ୍ଟ ଗୋଟେ ଡିଏନଏ ଟେଷ୍ଟ ଦି ଜଣ ଅଛି ଛୁଆ ମାର ଟେଷ୍ଟ ହେଲେ ବି ହେଇଗଲା ଛୁଆ ଜନ୍ ତ କହୁଛି ସେ ତା ଛୁଆ ବୋଲି ସେ ମନା କରୁଛି ତାର ଟେଷ୍ଟ ହବ ସୋନାଲିଙ୍କର ଡିଏନଏ ଟେଷ୍ଟ ହବ ହଁ ଟେଷ୍ଟ ଯଦି ସେ ଯଦି ଏଗ୍ରି କରିଗଲେ ହଁ ଆଜ୍ଞା ମୋ ଡିଏନଏ ଟେଷ୍ଟ ହଉ ମୋ ଯଦି ଛୁଆ ହବ ମୁଁ ନେଇଯିବି ନେବାକୁ ବାଧ୍ୟ ଅସୁବିଧା କଣ ତାହେଲେ ଏଠି ଏଇ ଛୁଆର କନଫ୍ୟୁଜନ ଟା କାହିଁକି ଆସୁଛି ଛୁଆ କନଫ୍ୟୁଜନ ନାହିଁ କେବଳ ଏଟା ଗୋଟେ ଇମୋସନ ପାଇଁ ସୋନାଲି କାହିଁ ଜାଣିପାରୁନାହାନ୍ତି Emotion. ଛୁଆ ବୋଲି ସେ ବା ନିଜେ ମନା କରୁଛନ୍ତି ସେଟା ତା ଛୁଆ ନୁହଁ ବୋଲି ସୋନାଲି ହଁ ନାଇଁ ଜନ୍ ହଁ ଜନ୍ ସୋନାଲିକୁ ମନା କରିଥିଲେ। କରିଥିଲେ ତାହେଲେ ତାଙ୍କୁ real ଆଣ୍ଟି ବୋଲି ଡାକୁଥିଲେ ଗୋଟେ ଫଟୋ ଉଠେଇଛନ୍ତି ଆଣ୍ଟି ବୋଲି କହିକି ସେ ଫଟୋ ବି ଅଛି ମୁଁ ଦେଖେଇଦେବି ଆପଣଙ୍କୁ ଦୋଳିରେ ବସିକି ଆଣ୍ଟି କହ ଆଣ୍ଟି କହ ଆଣ୍ଟି ବୋଲି ମାନେ ମା କୁ ଛୁଆ ଡାକୁଥିଲେ ଆଣ୍ଟି ଆଣ୍ଟି ଥରେ ତ କଣ 22 ଥର ଡାକୁଥିଲା ଆଣ୍ଟି ଥରେ ଗୋଟେ ଭୁବନେଶ୍ୱର ଦେଖା ହେଇଯାଇଥିଲେ ଇଏ କିଏ ନା ମୋ ପୁଅ ସିଏ ଭାବିଲା ତାଙ୍କ ପୁଅ ବୋଲି ସେ କହିଲା ଆଣ୍ଟି ବୋଲି ଡାକେ ସେ ଭାବିଲା ଆଣ୍ଟି ସୋନାଲି ପଚାରିଲେନି ମୋ ପୁଅ ସେ କୁଆଡେ ଗଲା ସେ ପଚାରିଲେ ନାହିଁ ବୋଲି ଆଉ ଏଠି ଆର୍ଗୁମେଣ୍ଟ କରିବେ ନା କଣ ଭୁବନେଶ୍ୱର ସୋନାଲିଙ୍କର ସେଠି ଅଧିକାର ନଥିଲା କିଛି ଅଧିକାର ନାହିଁ ପୋଲିସ କମ୍ପ୍ଲେନ କରି ମୋ ଛୁଆ କଣ ଗଲା ଅଧିକାର ଅଛି ସେଠି ମତେ କହିଲେ ସେ ବା ଚାହୁଁନି ପୂର୍ବ ଜିନିଷକୁ ଆଲୋଚନା କରିବା ପାଇଁ ଆଉ 10 ଦିନ ଧରି ଗୋଟେ ମା ପେଟରୁ କିଛି କିଛି ନାହିଁ ବାପା ତମେ ଥରେ ଯାଇକି ସେଇ ଯୋଉ ପୋଜିସନକୁ ଯାଇକି ଠିଆ ହେଇକି ଦେଖ ଗୋଟେ ଯାତ୍ରାର ବଡ ହିରୋଇନ ହେଇଗଲା ପରେ ଆମର ଗୋଟେ ପୋଜିସନକୁ ଥରେ ଯାଇକି ଦେଖ କେତେ କଷ୍ଟ ହବ ତମେ ନିଜେ ବୁଝିପାରିବ ଅନ୍ୟକୁ ହାତ ଉଠେଇ ପଡିଆ ଭିତରେ ତେନ୍ଦୁଲକର ଯେତେବେଳେ ବଲଟା ଆସୁଛି ସିଆଡୁ 6 ମାରିବା କେତେ ଯେ ହାର୍ଡ ଟାକ୍ସ ତେନ୍ଦୁଲକର ହିଁ କହିପାରିବ କିନ୍ତୁ ପଡିଆ ବାହାରେ ପାଭିଲିୟନ ଭିତରେ କ୍ରିକେଟ ଖେଳୁଥିବା ଲୋକ ମୁଣ୍ଡ ବାଡେଇକି ତାକୁ ଗାଳି ମନ୍ଦ କରି ପାଣି ବୋତଲ ଫୋପାଡିବାଟା ଭାରି ସୁବିଧା କଣ ନା 0ରେ ଆଉଟ ହେଇଗଲା ବଲଟା ଯିଏ ଫେସ୍ କରୁଛି ଯୋଉ ଝିଅଟା ଷ୍ଟେଜ ଉପରେ ଠିଆ ହେଇ ରଡି ଗର୍ଜନ ଛାଡୁଛି ଯେତେବେଳେ ତାକୁ ଲୋକମାନେ ତାର ଚରିତ୍ର ସଂହାର କରୁଛନ୍ତି ସେ କେତେ କଷ୍ଟରେ ସେଠି ଠିଆ ହଉଛି ମାନେ କୋଉଠି ଷ୍ଟେଜ ଉପରେ ଥରେ ଆଖି ମୁଚିକି ଭାବିକି ଦେଖ ମୋ ତାର ଭୁଲ ଥିଲା କଣ ଆକୁ ଭରସା କରିକିରି ନା ଗୋଟେ ମାନେ ଯୋଉ କଣ ଯୋଉଟା କୁହାଯିବ ଗୋଟେ କଅଁଳ ବୟସରେ 18 ବର୍ଷ ବିଲୋ 18 14-15 ବର୍ଷର ଗୋଟେ ଝିଅ ଜଣଙ୍କ ଉପରେ ଭରସା କରି ଘରୁ ଭାଗି ଆସିବା କଣ ତାର ଭୁଲ ଥିଲା 15 ବର୍ଷର ଛୁଆଟିଏ ଜନ୍ମ କରି ସାଇଲେଣ୍ଟ ହେଇ ତାର ବୟଫ୍ରେଣ୍ଡ କଥାରେ ଯାଇକି ଯାତ୍ରା ପାର୍ଟିରେ ଅଭିନୟ କରିବା ତାର କଣ ଭୁଲ ଥିଲା ସେଇଟାକୁ ଥରେ ବିଚାର କରନ୍ତୁ ଆଉ ପର ମୁହୂର୍ତ୍ତରେ ତାର ଚରିତ୍ର ସଂହାର କରାଯିବ ପୁଣି ସୋସିଆଲ ମିଡିଆରେ ତାର କୋଉଠି ଭୁଲ ଆସିଲା ଥରେ ଭାବିକି ଦେଖ